ମାଲିକ ହେବା ସହଜ ହୋଇଥାଏ, କିନ୍ତୁ ମାଲିକ ହୋଇ ରହିବା ବହୁତ କଷ୍ଟ। ରାଜା ଭଳିଆ ବଞ୍ଚିବା ପାଇଁ ପ୍ରଥମେ ଗୋଲାମ ଭଳି ପରିଶ୍ରମ କରିବାକୁ ପଡ଼ିଥାଏ। ଆପଣ ଏହା ଦେଖିଥିବେ, ସବୁ କମ୍ପାନୀର ମାଲିକମାନେ ସକାଳୁ ପ୍ରଥମେ କମ୍ପାନୀକୁ ଆସିଥାନ୍ତି, କିନ୍ତୁ ଗଲାବେଳେ ଶେଷରେ ହିଁ ଘରକୁ ଫେରିଥାନ୍ତି। ଜୀବନକୁ ସଫଳ ବନେଇବା ପାଇଁ କଥାରେ ନୁହେଁ, ବରଂ କାମରେ କରିକି ଦେଖାଅ। ଯାହା ପାଖରେ ଏକା ଚାଲିବାର ଶକ୍ତି ଥାଏ ନା, ତା ସାଥିରେ ସାରା ଦୁନିଆ ଚାଲିଥାଏ। ଜୀବନରେ ବଞ୍ଚିବା ସହଜ ହୋଇନଥାଏ। ପ୍ରଥମେ ନିଜକୁ ହିଁ ମଜବୁତ କରିବାକୁ ପଡ଼ିଥାଏ। ଜୀବନରେ ଠିକ୍ ସମୟ କେବେ ଆସିନଥାଏ, ଖାଲି ନିଜ ସମୟକୁ ହିଁ ଠିକ୍ କରିବାକୁ ପଡ଼ିଥାଏ। ଭଲ ସମୟରେ ଯିଏ ତୁମ ପାଖରେ ଥାଏ ନା, ସିଏ ତୁମ ପ୍ରକୃତ ବନ୍ଧୁ ହୋଇନଥାଏ, ବରଂ ତୁମ ଖରାପ ସମୟରେ ଯିଏ ତୁମକୁ ସାହାଯ୍ୟ କରିବା ପାଇଁ ସର୍ବପ୍ରଥମେ ଆସିଥାଏ, ସେ ହିଁ ତୁମର ପ୍ରକୃତ ବନ୍ଧୁ ହୋଇଥାଏ। ନିଜ ଲକ୍ଷ୍ୟକୁ ପାଇବା ପାଇଁ ନିଜ ମନରେ ଦୁଇଟି ବିଚାର ରହିବା ଜରୁରୀ ହୋଇଥାଏ। ଯଦି ରାସ୍ତା ମିଳିଗଲା ତେବେ ଠିକ୍ ଅଛି, ନଚେତ୍ ମୁଁ ନିଜେ ହିଁ ରାସ୍ତା ତିଆରି କରିବି। ଏହି କଥା ମନେ ରଖ, ଗୋଟିଏ ସଫଳତାକୁ କେବଳ ଦୁଇଥର ହାସଲ କରାଯାଏ। ପ୍ରଥମେ ନିଜ ଭିତରେ, ତାପରେ ଦୁନିଆ ସାମ୍ନାରେ। ଜୀବନରେ ଭୁଲ ତ ସମସ୍ତେ କରିଥାନ୍ତି, କିନ୍ତୁ ନିଜ ଭୁଲରୁ ଯିଏ ଶିଖିଥାଏ, ସେ ହିଁ ଆଗକୁ ବଢ଼ିଥାଏ। ଅପେକ୍ଷା କରିବା ଲୋକଙ୍କୁ ଜୀବନରେ ସେତିକି ମିଳିଥାଏ, ଯେତିକି ଚେଷ୍ଟା କରିବା ଲୋକ ଛାଡ଼ି ଦେଇଥାଏ। ସମସ୍ୟାର ସମାଧାନ କରିବା ଛାଡ଼ିକି ଲୋକମାନେ ସମସ୍ୟା ବିଷୟରେ ଚିନ୍ତା କରିବାରେ ନିଜ ସମୟ ହିଁ ଖରାପ କରିଥାନ୍ତି। ଲୋକମାନେ ଯେତେବେଳେ ଆପଣଙ୍କୁ ଏହା ପଚାରନ୍ତି, ଆପଣ କେଉଁ କାମ କରୁଛନ୍ତି, ସେତେବେଳେ ଏମାନେ ଏହା ଜାଣିବାକୁ ଚାହିଁଥାନ୍ତି, ଆପଣଙ୍କୁ କେତେ ସମ୍ମାନ ଦେବାକୁ ହେବ। ଆପଣଙ୍କ ଜୀବନ ସୀମିତ ସମୟ ପାଇଁ, ତେଣୁ ଅନ୍ୟକୁ ନିଜ ସହ ତୁଳନା କରିବା ଛାଡ଼ିଦିଅ। ନିଜ ହିସାବରେ ବଞ୍ଚିବା ଆରମ୍ଭ କର। ଯାହା ସହଜରେ ମିଳିଯାଏ ନା, ତାହା ବେଶୀ ଦିନ ଯାଏଁ ରହେ ନାହିଁ, ଆଉ ଯେଉଁ ଜିନିଷ ବେଶୀ ଦିନ ଯାଏଁ ରହେ, ତାହା କେବେ ସହଜରେ ମିଳେ ନାହିଁ। ବେଳେ ବେଳେ ନିଜ ଜୀବନର ଯୁଦ୍ଧ ନିଜକୁ ହିଁ ଲଢ଼ିବାକୁ ପଡ଼ିଥାଏ, କାହିଁକି ନା ଯେଉଁ ଲୋକମାନଙ୍କୁ ଆପଣ ଅପେକ୍ଷା କରିଥାନ୍ତି, ସେମାନେ ଆସିବାରେ ବିଳମ୍ବ କରନ୍ତି। ଯଦି ଏ ଦୁନିଆରେ ବଞ୍ଚିବାର ଅଛି, ତେବେ ପରିଣାମ କ'ଣ ହେବ କାହିଁକି ଡରୁଛନ୍ତି? ଚେଷ୍ଟା ଜାରି ରଖ। ଯଦି ଜିତିଗଲ ନା, ସଫଳତା ମିଳିବ। ଯଦି ହାରିଗଲ, କିଛି ଶିଖିବାକୁ ପାଇବ। ଶେଷରେ ଏହି କଥା ମନେ ରଖନ୍ତୁ, ଯଦି ତୁମେ ଠିକ୍ ଅଛ ନା, ତେବେ ତୁମେ ନିଜକୁ ଠିକ୍ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିବ ନାହିଁ, କାରଣ ଆପଣ ଠିକ୍ ଅଛନ୍ତି ବୋଲି ସମୟ ଆପେ ଆପେ ପ୍ରମାଣ କରିଦେବ।